आज आसिका विज्ञान महाविद्यालय गंजाम जिलार जिलापाल आह्वान क्रमे दुर्नीति निवारण निमित्त एक शपथपाठ कार्यक्रम अनुष्ठित होता। यह कार्यक्रम में महाविद्यालय अध्यक्ष डॉ संतोष कुमार चौधरी सभापतित्व करथिले। ओडिशा राज्य भारत स्काउट एवं गाइड्स रोभर लीडर अध्यापक श्री सरोज कुमार पंडा संयोजन में महाविद्यालय शताधिक छात्र और छात्री यह शपथपाठ कार्यक्रम में अंशग्रहण करथिले। ଏହି ଦୁର୍ନୀତି ନିବାରଣ ସପ୍ତାହ ସାରା ରାଜ୍ୟରେ ଅକ୍ଟୋବର ମାସ 27 ତାରିଖ ଠାରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନ ଶାସନକୁ ଅନୁପାଳନ କରିବା, ଉତ୍କୋଚ ନେବା ନାହିଁ କିମ୍ବା ଦେବା ନାହିଁ, ସମସ୍ତ ଦାୟିତ୍ୱକୁ ସାଧୁତା ଓ ସ୍ୱଚ୍ଛତାର ସହ କରିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା ଓ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ବିଭୂତିଭୂଷଣ ବେବର୍ତ୍ତା, ସହ ପ୍ରଶାସନିକ ଅଧିକାରୀ ଡକ୍ଟର ଅଭୟ କେଶରୀ ପରୀକ୍ଷା ପଟ୍ଟନାୟକ, ଅଧ୍ୟାପକ ବିଘ୍ନରାଜ ପାଢ଼ୀ, ରାଜେଶ କୁମାର ସାହୁ, ଏଲ୍ ଭାନୁଚନ୍ଦ୍ର ରାଓ, ସବିତା ପାଢ଼ୀ, ରଶ୍ମିପ୍ରିୟା କାଲୋ, ମାଧୁରୀ ହେମ୍ବ୍ରମ ଓ ମହାବିଦ୍ୟାଳୟର ଅନେକ କର୍ମଚାରୀ ଏହି ଶପଥପାଠରେ ଅଂଶଗ୍ରହଣ କରିଥିଲେ। ଶେଷରେ ଯୁବ ରେଡ୍କ୍ରସ ଅଧିକାରୀ ଅଧ୍ୟାପକ ରାଜେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କାଉଟ ରୋଭର ସ୍ୱେଚ୍ଛାସେବୀ ଆକାଶ ଗୌଡ଼, ଶଙ୍କର୍ଷଣ ପାତ୍ର, ଶୁଭଙ୍କର ପ୍ରଧାନ, ରୁଦ୍ର ପାଣିଗ୍ରାହୀ, ଭୋଳା ସେଠୀ, ଓମ୍ ପ୍ରଧାନ ଏବଂ ଯୁବ ରେଡ୍କ୍ରସର ସ୍ୱେଚ୍ଛାସେବୀ ଚନ୍ଦନ କୁମାର ଗୌଡ଼, ଆଶିଷ ତ୍ରିପାଠୀ, ବାଣୀଶ୍ରୀ ଦୋରା ପ୍ରମୁଖ କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିବାରେ ସାହାଯ୍ୟ କରିଥିଲେ।